सर्वप्रथमे पिता पुत्र पवित्र आत्मांकर गौरव हो। पुणी समस्त को प्रेज द लॉर्ड। आसतु आज ईश्वर वाक्य मध्य गोटे विषय आलोचना करिबा। आजिर वाक्य हाय दंडर पात्र विचार दिन रे तोहर दशा। हाय दंडर पात्र विचार दिन रे तोहर दशा। जीशु ख्रीष्ट कहउछंती। मो ए समय ईश्वर वाक्य मध्य दुईटी पद पाठ करी जहाँ लिखा जाए माथ्यू पुस्तक तार 11 पर्व 21 पद 24 पद। माथ्यू 11 21 24। हाय दंडर पात्र कोराजिन, हाय दंडर पात्र बेतसाइदा, कारण तुम्भमानक मध्यरे जो जो शक्तिर कार्य करा जाई अछि से सब जेबे स्वर और सिदन रे करा जाई थांता तेबे से माने अनेक काल पूर्वरु अखा पिंधि पाउंसरे बसी मन परिवर्तन करि थांते। 24 पद। तथापि मु तुम्ह मानकु कहूछि विचार दिन रे तोहर दशा अपेक्षा सदम देशर दशा सहनीय हेब। पठित वाक्य रे प्रभु आम समस्त को आशीर्वाद करंतु। आमेन। प्रिय प्रभुंकर लोक माने ए वाक्य पाठ करिछु आमे बुझिबा सेति पई अल्प प्रार्थना करिबा। प्रिय प्रभु धन्यवाद दउछु वाक्य पाठ करिछु बुझिया पई ताहा पालन करिया पई पवित्र आत्मा को शक्ति दे सहाय्य करो। यीशु को नाम रे मागिलु। आमेन। एठारे लिखा जाए जीशु ख्रीष्ट कहउछंती। आमे जानू जीशु ख्रीष्ट जगत रे थिबा समय रे अनेक लोकंको निकट रे अनेक देश रे अनेक नगर रे अनेक ग्राम रे सुसमाचार घोषणा कले। स्वर्ग राज्य सन्निकट मन परिवर्तन करो। आउ अनेक नगर विश्वास कले ग्रहण कले परिवर्तन हेले, किंतु अनेक नगर बा अनेक स्थान रे परिवर्तन हेले नहीं। प्रत्येक स्थान रे से वाक्य प्रचार कले, शक्तिर कार्य गुड़िक मध्य कले, आश्चर्य कर्म गुड़िक समस्ते देखिले। आउ अनेक लोक ताहा विश्वास करी ग्रहण करी परिवर्तन हेले, किंतु अनेक लोक परिवर्तन हेले नहीं। तेणु एठी देखुछु जे जीशु ख्रीष्ट जो जो नगर गुड़िक ग्राम गुड़िक सुसमाचार घोषणा करथिले से ग्राम गुड़िक जाउछंती देखुछंती आउ से ग्राम गुड़िक कहउछंती। जो ग्राम गुड़िक परिवर्तन होई नाहंती ताहाकु तिरस्कार करूछंती, अर्थात एक प्रकार घृणा, जहा कि आंभ मानकर आंचलिक भाषा रे छी बोली कहंती। छी एक प्रकार कर्म। तेणु से तिरस्कार करूछंती आउ कहउछंती बेतसाइदा पुणी कोराजिन को। एही दुईटी स्थान रे मध्य परिवर्तन से देखि पारिले नहीं। तेणु आमे देखुछु जे जीशु ख्रीष्ट आउ से स्थान रे घोषणा कले शक्तिर कार्य कले, किंतु से परिवर्तन देखि पारिले नहीं। आउ एठी गोटे शब्द कहउछंती हाय दंडर पात्र। आमे जानू दंडर पात्र जे कि दंड भोगिब,
ଯେ ଯନ୍ତ୍ରଣା ଭୋଗିବ, ଯେ ଦୁଃଖ ଭୋଗ ଭୋଗିବ, ଆଉ ସେମାନଙ୍କୁ ସେହି ଆଖ୍ୟା ଦେଉଛନ୍ତି, ହାୟ ଦଣ୍ଡର ପାତ୍ର। ଆଉ କହୁଛନ୍ତି ତା ତଳ ପଦରେ କମ୍ପର୍ଣ୍ଣାହୁମକୁ ମଧ୍ୟ କହୁଛନ୍ତି, ରେ କମ୍ପର୍ଣ୍ଣାହୁମ, ତୁ କ'ଣ ସ୍ୱର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ? ପାତାଳ ପର୍ଯ୍ୟନ୍ତ ତୋର ଅଧୋଗତି ହେବ। କାରଣ ତୋ ମଧ୍ୟରେ ଯେଉଁ ଯେଉଁ ଶକ୍ତିର କାର୍ଯ୍ୟ କରାଯାଇଅଛି, ସେହି ସବୁ ଯେବେ ସଦମରେ କରାଯାଇଥାନ୍ତା, ତେବେ ତାହା ଆଜି ପର୍ଯ୍ୟନ୍ତ ରହିଥାନ୍ତା। ତେଣୁ ଏଠି ଦେଖୁ ଯେ କରାଜିନ୍ ଆଉ ବେଥସାଇଦାକୁ ସହିତ କହୁଛନ୍ତି ସର ଆଉ ସିଦନକୁ। ସର ଆଉ ସିଦନରେ ବାକ୍ୟ ପ୍ରଚାର କଲେ ଅଖା ପିନ୍ଧି ଆଉ ସେମାନେ ମନ ପରିବର୍ତ୍ତନ କରିଥାନ୍ତି, ପାଉଁଶରେ ବସି ମନ ପରିବର୍ତ୍ତନ କରିଥାନ୍ତେ। କମ୍ପର୍ଣ୍ଣାହୁମକୁ କହୁଛନ୍ତି ଯେ ସଦମରେ ଯଦି ତୋ ପାଖରେ ଯେଉଁ ବାକ୍ୟ ପ୍ରଚାର କରାଯାଇଛି, ଯେଉଁ ଶକ୍ତିର କାର୍ଯ୍ୟ ଗୁଡ଼ାକ କରାଯାଇଛି, ତେବେ ସଦମ ଏବେ ପର୍ଯ୍ୟନ୍ତ ରହିଥାନ୍ତା, ବିନଷ୍ଟ ହୋଇନଥାନ୍ତା। କାରଣ ସେହି ସମୟରେ ସଦମ ମରା ଅଗ୍ନିବୃଷ୍ଟିରେ ଆଉ ଧ୍ୱଂସ ହୋଇଥିଲା। ତେଣୁ ସେ ଶେଷରେ କହନ୍ତି ଯେ ମନ ପରିବର୍ତ୍ତନ ବିଷୟରେ। ତେଣୁ ଆମେ ଅନେକ ସମୟରେ ମନ ପରିବର୍ତ୍ତନ କରିନଥାଉ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମ୍ଭମାନଙ୍କର ଘର, ଆମ୍ଭମାନଙ୍କର ବେଶଭୂଷା, ଆମ୍ଭମାନଙ୍କର ଗାଡ଼ି ଯାନବାହନ, ଆମ୍ଭମାନଙ୍କର ଚାକିରି ବାକିରି, ଆମ୍ଭମାନଙ୍କର ସମସ୍ତ ବିଷୟର ପରିବର୍ତ୍ତନ ହେଉଛି ବା ଉନ୍ନତ ପାଇଁ, ଉନ୍ନତ ନିମନ୍ତେ ପରିବର୍ତ୍ତନ ହେଉଛି। ଆମ୍ଭମାନଙ୍କର ମନ ପରିବର୍ତ୍ତନ ବେଳେବେଳେ ହେଉନାହିଁ। ଦେଖନ୍ତୁ, ଆମ୍ଭମାନଙ୍କର ମନକୁ ପ୍ରଭୁ ଚାହାନ୍ତି, ଆମମାନଙ୍କର ହୃଦୟକୁ ପ୍ରଭୁ ଚାହାନ୍ତି। ତେଣୁ ଆମେ ମନ ପରିବର୍ତ୍ତନ କରିବା। ଉଦାହରଣ, ଯଦି ଆମ୍ଭମାନଙ୍କର ମନ ପରମେଶ୍ୱର ଯେ ପ୍ରକାର ଜାଣନ୍ତି, ଦେଖୁଅଛନ୍ତି, ନିରୀକ୍ଷଣ କରୁଛନ୍ତି ଆମମାନଙ୍କର ମନକୁ, ଯଦି ସେହି ପ୍ରକାରେ ଯଦି ସମସ୍ତ ବ୍ୟକ୍ତି ଜାଣିପାରିଥାନ୍ତେ, ତେବେ ଆମ୍ଭମାନଙ୍କର ମନ କି ପ୍ରକାର ସମସ୍ତେ ଜାଣିପାରିଥାନ୍ତେ। ଯଦି ଜାଣିଥାନ୍ତେ, ଆମ୍ଭେମାନେ କି ପ୍ରକାର ଭାବରେ ବଞ୍ଚିଥାନ୍ତୁ। ନିଜ ଲୋକ, ବାହାର ଲୋକ, ଆଉ ସେହି ସ୍ଥାନରେ ବହୁତ ମନମାଳିନ ହୋଇଥାନ୍ତା। କାରଣ ଜଣକ ପ୍ରତି ଆମେ ଅନୁରକ୍ତ ହେଲେ, ଜଣକ ପ୍ରତି ଆମେ ଯଦି ରାଗ କ୍ରୋଧ କରୁ, ମନ ମଧ୍ୟରେ ଅନେକ ପ୍ରକାର ବିଷୟ ଜାତ ହୁଏ। ଆଉ ଯାହା ସବୁ ଆମେ ମନ ମଧ୍ୟରେ ଭାବିଥାଉ, ସେହି ସବୁ ଯଦି ସେହି ଲୋକ ଦେଖିଥାନ୍ତା, ତେବେ ଆମମାନଙ୍କ ମଧ୍ୟରେ କି ପ୍ରକାର ସମ୍ପର୍କ ରହିଥାନ୍ତା ଆମେ ଜାଣୁଅଛୁ। ଆଜି ଆପଣଙ୍କ ମନ ମୁଁ ଜାଣିନାହିଁ, ମୋ ମନ ଆପଣ ଜାଣିନାହାନ୍ତି। ତେଣୁ ହୋଇପାରେ ମନ ମଧ୍ୟରେ ଯାହା ଥିଲେ ମଧ୍ୟ ମୁଖରେ ଆମେ ପରସ୍ପରକୁ ସମ୍ମାନ ଦେଇଥାଉ। ତେଣୁ ଯୀଶୁ ମନ ଦେଖନ୍ତି। ତେଣୁ ମନକୁ ପରିବର୍ତ୍ତନ କରିବା ପାଇଁ ଆପଣଙ୍କୁ ମୋତେ କହୁଛନ୍ତି। ଆଉ ସେଇ ବେଥସାଇଦା, କରାଜିନ୍, ପୁଣି କମ୍ପର୍ଣ୍ଣାହୁମକୁ ମଧ୍ୟ ମନ ପରିବର୍ତ୍ତନ କରିବା ପାଇଁ କହୁଛନ୍ତି। ସେଇ କମ୍ପର୍ଣ୍ଣାହୁମ ଲୋକମାନେ ମଧ୍ୟ ମନ ପରିବର୍ତ୍ତନ କରିପାରିଲେ ନାହିଁ। ତେଣୁ ଆଜି ଗୋଟିଏ ବିଷୟ କହୁଛନ୍ତି ଯେ ହାୟ ଦଣ୍ଡର ପାତ୍ର। ଶେଷରେ କହୁଛନ୍ତି ବିଚାର ଦିନରେ ତୋହର ଦଶା। ଯେଉଁ ଲୋକମାନେ, ଯେଉଁ ନଗର, ଯେଉଁ ସହର, ଯେଉଁ ଦେଶ ମନ ପରିବର୍ତ୍ତନ କରିନାହିଁ, ତା ନିମନ୍ତେ ଏଇଠାରେ ଲେଖାଯାଇଅଛି। ଆଉ ଯୀଶୁ କହିଅଛନ୍ତି, ସେମାନଙ୍କୁ କହିଅଛନ୍ତି, ହାୟ ଦଣ୍ଡର ପାତ୍ର, ବିଚାର ଦିନରେ ତୋହର ଦଶା ଅପେକ୍ଷା ସଦମର ଦଶା ସହନୀୟ ହେବ, ବା ସଦମର ଦଶା ଅପେକ୍ଷା ଅଧିକ ହେବ। ଆଉ ସେଇ ଦଶା ଅପେକ୍ଷା ସଦମର ଦଶା କମ୍ ହେବ। ତେବେ ଆମେ ଜାଣୁ ଯେ ସଦମ ଅଗ୍ନିବୃଷ୍ଟିରେ ନଷ୍ଟ ହୋଇଥିଲା। ଆଉ
ପାଉଁଶ ହୋଇଯାଇଥିଲା। ତେଣୁ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଆପଣ ପୁଣି ମୁଁ ସେଇ ସଦମ ଦେଶରେ ଆଉ ସଦମ ଦେଶରେ ଯେ ପ୍ରକାର ଦଶା ଭୋଗିଥିଲେ, ଆମ୍ଭମାନଙ୍କ ପ୍ରତି ତାଠାରୁ ଅଧିକ ଦଶା ଭୋଗିବାକୁ ପଡ଼ିବ। ଆଜି ଆମେ ମନକୁ ପରିବର୍ତ୍ତନ କରିବା, ଆମ୍ଭମାନଙ୍କ ମନକୁ ବଦଳାଇବା। ତେଣୁ ଯୀଶୁଖ୍ରୀଷ୍ଟ କହିଲେ, ଯୀଶୁଙ୍କର ମନ ଯେ ପ୍ରକାର ତୁମ୍ଭମାନଙ୍କର ମନ ମଧ୍ୟ ସେହିପରି ହଉ। ତେଣୁ ଆମେ ସବୁବେଳେ ଚିନ୍ତା କରିବା ଆଉ ସବୁବେଳେ ଭାବିବା ଯେ ଆମ୍ଭମାନଙ୍କର ମନକୁ ବଦଳାଇବା ନିମନ୍ତେ ଆମ୍ଭମାନଙ୍କର ସମସ୍ତ ବିଷୟ, ପ୍ରାର୍ଥନା ଶୈଳୀ, ଗୀତ ଗାଇବା ଶୈଳୀ, ବାକ୍ୟ ପଢ଼ିବା ଶୈଳୀ, ଆମ୍ଭମାନଙ୍କର ଉପାସନା ଶୈଳୀ ସମସ୍ତ ବିଷୟ ବଦଳୁଛି। ଆମେ ଜାଣିଅଛୁ ଅତି ସୁନ୍ଦର। ପ୍ରଭୁ ଆଶୀର୍ବାଦ କରନ୍ତୁ, କିନ୍ତୁ ଆମ୍ଭମାନଙ୍କର ମନ ବଦଳାଇବା ଦରକାର। ଯଦି ଆମ୍ଭମାନଙ୍କର ମନ ବଦଳୁଛି, ତେବେ ପ୍ରଭୁ ଆମ୍ଭମାନଙ୍କୁ ଆଶୀର୍ବାଦ କରିବେ। ଆଉ ସେଇଦିନ ହାୟ ଦଣ୍ଡର ପାତ୍ର, ବିଚାର ଦିନର ଦଶା ଘଟିବ ନାହିଁ। ପ୍ରିୟ ପ୍ରଭୁଙ୍କର ଲୋକ, ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଏହି ବାକ୍ୟ ଅନୁସାରେ ଆମେ ମନ ପରିବର୍ତ୍ତନ କରି ଏହି ଜଗତରେ ବଞ୍ଚୁ ବଞ୍ଚୁ ସ୍ୱର୍ଗରେ ପ୍ରବେଶ କରିବା। ଆଉ ସେଇ କୋରାଜିନ, ବେଥସାଇଦା, କମ୍ପରନାହୁମ ପରି ଆମ୍ଭମାନଙ୍କ ଉପରେ ତାହା ନ ବର୍ତ୍ତୁ, ଯାହାକି ହାୟ ଦଣ୍ଡର ପାତ୍ର, ବିଚାର ଦିନରେ ତୋହର ଦଶା ବୋଲି ଏହି ବାକ୍ୟ ଆମ୍ଭମାନଙ୍କ ପ୍ରତି ନ ଘଟୁ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ମନ ପରିବର୍ତ୍ତନ କରି ସରଳ, ନମ୍ର, ଦୟା, କ୍ଷମା, ଆଦର, ପ୍ରେମ ଏହି ସମସ୍ତ ବିଷୟ ଆମ୍ଭମାନଙ୍କ ମନ ମଧ୍ୟରେ ଜାତ ହଉ। ଆମ୍ଭେମାନେ ଈଶ୍ୱରଙ୍କର ପୁତ୍ର, ଈଶ୍ୱରଙ୍କର ସନ୍ତାନ, ସ୍ୱର୍ଗରାଜ୍ୟର ପ୍ରଜା ହୋଇପାରିବା। ଯଦି ମନ ପରିବର୍ତ୍ତନ ନ କରି ଆମେ କହୁ, ଯେମିତି କମ୍ପରନାହୁମ କହୁଥିଲା ସ୍ୱର୍ଗ ପରି ଉନ୍ନତ ହେଉଥିଲା, ଆମେ ମଧ୍ୟ ମନ ପରିବର୍ତ୍ତନ ନ କରି ଯଦି କହୁଥାଉ ଆମେ ସ୍ୱର୍ଗର ଯାତ୍ରୀ, ସ୍ୱର୍ଗର ପ୍ରଜା, ଈଶ୍ୱରଙ୍କର ସନ୍ତାନ, ତାପରେ ଆମେ ଯାଜକୀୟ ଯାଜକ ବର୍ଗ, ଆମ୍ଭେମାନେ ପବିତ୍ର ଜାତି, ଏହି ସମସ୍ତ ବିଷୟ ଯଦି କହୁଥିବା, ତେବେ କମ୍ପରନାହୁମ ପରି ଆଉ ଏହି ବାକ୍ୟ ଅନୁସାରେ ଆମ୍ଭମାନଙ୍କ ପ୍ରତି ଘଟିବ। ଆଉ ସେ କହିବେ, ଆଉ ପାତାଳ ପର୍ଯ୍ୟନ୍ତ ତୋହର ଅଧୋଗତି ହେବ। ଯଦି ମନ ପରିବର୍ତ୍ତନ ନ କରି ଏହି ସମସ୍ତ ବିଷୟ ଆମେ ଭାବୁଅଛୁ କି କହୁଅଛୁ, ପ୍ରାର୍ଥନା କରୁଅଛୁ, ତେବେ ପ୍ରଭୁ ଯେ ଆମମାନଙ୍କର ମନ ଦେଖନ୍ତି, କେହି ନ ଦେଖିଲେ ମଧ୍ୟ। ତେଣୁ ପ୍ରଭୁ ସାହାଯ୍ୟ କରନ୍ତୁ ଆପଣଙ୍କୁ, ମୋତେ, ଯାହାକି କମ୍ପରନାହୁମ ପରି ଆମେ ଉନ୍ନତ ହେବା ପାଇଁ, ବା ଉନ୍ନତ ବୋଲି ନ ଦେଖାଉ, ଗର୍ବ ନ କରୁ। ଆଉ ବେଥସାଇଦା, କୋରାଜିନ ପରି ଆମ୍ଭେମାନେ ଅପରିବର୍ତ୍ତନୀୟ ଜୀବନ କାଟିବା ନାହିଁ, ନହେଲେ ହାୟ ଦଣ୍ଡର ପାତ୍ର। ଆଉ ଶେଷରେ କହିବେ, ବିଚାର ଦିନରେ ଆମ୍ଭମାନଙ୍କର ଦଶା, ତୋହର ଦଶା ବୋଲି କହିବେ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଏହି ବାକ୍ୟ ଅନୁସାରେ ଜୀବନ କାଟିବା ପାଇଁ, ପୁଣି ଚାଲିବା ପାଇଁ, ଆଉ ପ୍ରଭୁ ଆମମାନଙ୍କୁ ଶକ୍ତି ଦିଅନ୍ତୁ ଯେ ମନ ପରିବର୍ତ୍ତନ କରି ଆଗକୁ ବଢ଼ିବା ନିମନ୍ତେ। ପ୍ରଭୁ ସମସ୍ତଙ୍କୁ ଏହି ବାକ୍ୟ ଦେଇ ଆଶୀର୍ବାଦ କରନ୍ତୁ। ପୁଣି ସାହାଯ୍ୟକାରୀ ଆତ୍ମା ପଠାଇ ସାହାଯ୍ୟ କରନ୍ତୁ, ମନ ପରିବର୍ତ୍ତନ କରି ଆମ୍ଭେମାନେ ଜଗତରେ ବଞ୍ଚିବା ପାଇଁ। ଆମେନ୍।